ଗୋଟିଏ ରାଜ୍ୟରେ ସେନାବାହିନୀରେ ସୈନିକ ଜଣେ ଥାଏ। ସେ ଜଣେ ବୀର ସୈନିକ ଭାବରେ ଜଣାଶୁଣା। ସେହି ସମୟରେ ରାଜ୍ୟରେ କୌଣସି ଯୁଦ୍ଧକାଳୀନ ପରିସ୍ଥିତି ନଥାଏ। ତେଣୁ ସେ ସେହି ସମୟରେ ଛୁଟି ଆଣି ଘରକୁ ଆସିଲା। ରାତି ହେଇଯାଇଥାଏ। ତା ଘର ପୂର୍ବରୁ ଜଙ୍ଗଲଟିଏ ପଡ଼ିଲା। ସେହି ଜଙ୍ଗଲ ବାଟ ଦେଇ ଆସୁ ଆସୁ ତାର ଭେଟ ହେଲା ଗୋଟିଏ ସୁନ୍ଦରୀ ଯୁବତୀ ସହିତ। ପ୍ରକୃତରେ ସେ ଯୁବତୀଟି ଥିଲା ଗୋଟିଏ ଡାହାଣୀ। ଏ କଥା ସୈନିକ ଜଣକ ଜାଣିପାରିଲା ନାହିଁ। ସେ ଭାବିଲା ଯୁବତୀଟି ବହୁତ ନିଃସହାୟ। ତେଣୁ ସେ ତାକୁ ସାଙ୍ଗରେ ଆଣି ନିଜ ଘରକୁ ଆସିଲା। ଦୁଇଜଣ ଯାକ ବିବାହ କରି ଘରେ ଖୁସିରେ ରହିଲେ। ଧୀରେ ଧୀରେ ତାଙ୍କ ମଧ୍ୟରେ ନିବିଡ଼ତା ବଢ଼ିଲା। ଏହା ସହିତ ଯୁବକଟିର ଅର୍ଥାତ୍ ସୈନିକଟିର ଶରୀର କ୍ଷୀଣ ହେବାରେ ଲାଗିଲା। ଧୀରେ ଧୀରେ ସେ ନିଜ ଭିତରେ ଦୁର୍ବଳତା ଅନୁଭବ କଲା। ତାର ଦେହ ଅସୁସ୍ଥ ହେବାରେ ଲାଗିଲା। ଏହାର କାରଣ ସେ ଜାଣିପାରିଲା ନାହିଁ। ତେଣୁ ସେ ବିଭିନ୍ନ ପ୍ରକାରର ଖାଦ୍ୟ, ସୁଷମ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କଲା। ତଥାପି ମଧ୍ୟ ତାର ଶରୀରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ତେଣୁ ସେ ଜଣେ ବୈଦ୍ୟରାଜଙ୍କ ପାଖକୁ ଯାଇ ତାଙ୍କର ପରାମର୍ଶ ନେଲା। ବିଭିନ୍ନ ଜାଗାରୁ ସେ ଅନେକ ପ୍ରକାରର ଔଷଧ ଖାଇଲା। ତଥାପି ମଧ୍ୟ ତାର ଶରୀରରେ କୌଣସି ପ୍ରକାର ପରିବର୍ତ୍ତନ ହେଲା ନାହିଁ। ଧୀରେ ଧୀରେ ସେ ଅସୁସ୍ଥ ହେବାରେ ଲାଗିଲା। ତାର ସ୍ୱାସ୍ଥ୍ୟ ଦିନକୁ ଦିନ କମିବାରେ ଲାଗିଲା। ସେ ଏହାର କାରଣ ଜାଣିପାରିଲା ନାହିଁ। କୌଣସି କବିରାଜ ମଧ୍ୟ ଏହାର କାରଣ ଜାଣିପାରୁ ନଥିଲେ। ତେଣୁ ସେମାନେ କୌଣସି ସ୍ଥାୟୀ ସମାଧାନ ଦେଇପାରୁନଥିଲେ। ସୈନିକଟିର ଭଗବାନଙ୍କ ଉପରେ ସେତେଟା ଭରସା ନଥିଲା। ତାର ନିଜର ବାହୁବଳ ଓ ବୁଦ୍ଧିବଳ ଉପରେ ବିଶ୍ୱାସ ଥିଲା। ତେଣୁ ସେ ଘରେ କୌଣସି ପ୍ରକାର ପୂଜାପାଠ ଇତ୍ୟାଦି କରୁନଥିଲା। ସେଥିପାଇଁ ତାର ସ୍ତ୍ରୀ ରୂପୀ ଡାହାଣୀଟିକୁ ତାର ଘରେ ରହିବା ପାଇଁ କୌଣସି ପ୍ରକାରର ଅସୁବିଧା ହେଲା ନାହିଁ। ଦିନେ ରାତିରେ ହଠାତ୍ ଦୁଇଜଣ ଯାକ ଶୋଇଥିବା ବେଳେ ସୈନିକଟିକୁ ଶୋଷ ଲାଗିଲା। ତେଣୁ ସେ ତାର ସ୍ତ୍ରୀକୁ ଅର୍ଥାତ୍ ଡାହାଣୀଟିକୁ କହିଲା ପାଣି ମନ୍ଦେ ଆଣିଦେବା ପାଇଁ। ଡାହାଣୀଟି ଅତ୍ୟନ୍ତ ଅଳସୁଆ ଥିଲା। ତେଣୁ ସେ ତାର ହାତକୁ ନିଜର ଯାଦୁ ଦ୍ୱାରା ଲମ୍ବା କରି ଗୋଟିଏ ଗ୍ଲାସ ପାଣିକୁ ଉଠାଇ ଆଣି ସଙ୍ଗେ ସଙ୍ଗେ ସୈନିକଟିକୁ ଧରାଇଦେଲା। ଏହା ସୈନିକ କିଛି କ୍ଷଣ ପାଇଁ ଦେଖିପାରିଲା। ଏଣୁ ସେ ବିସ୍ମିତ ହୋଇଗଲା। କ'ଣ କରିବ କିଛି ଜାଣିପାରିଲା ନାହିଁ। ତା ମନରେ ଅନେକ ଗୁଡ଼ିଏ କଥା, ଅନେକ ଗୁଡ଼ିଏ ସନ୍ଦେହ ଜାତ ହେଲା। ତହିଁ ପରଦିନ ସକାଳେ ସେ ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଗଲା। ସେ ତାର ଜଣାଶୁଣା ଥିଲେ। ସେ ଥିଲେ ଜଣେ ଧର୍ମପରାୟଣ ବ୍ୟକ୍ତି ଏବଂ ତାଙ୍କର ଔଷଧ ବିଷୟରେ ମଧ୍ୟ କିଛି କିଛି ଜ୍ଞାନ ଥିଲା। ସୈନିକ ଜଣକ ଏସବୁ କଥା ସେ ବୟସ୍କ ବ୍ୟକ୍ତିଙ୍କୁ କହିଲା ପରେ ସେ ଜାଣିପାରିଲେ ଯେ ଏ ହେଉଛି ଗୋଟିଏ ଡାହାଣୀ। ତାର ସ୍ତ୍ରୀ ରୂପରେ ଡାହାଣୀଟି ରହିଅଛି ଏବଂ ଧୀରେ ଧୀରେ ତାର ରକ୍ତ ଶୋଷୁଛି। ତେଣୁ ସୈନିକ ଜଣକ ଦୁର୍ବଳ ହେବାରେ ଲାଗିଛି। ବୟସ୍କ ବ୍ୟକ୍ତି ଜଣକ ଏସବୁ କଥା ସେ ସୈନିକକୁ ନ କହି ସେ ଗୋଟିଏ ଉପାୟ କଲେ। ସୈନିକ ଜଣକୁ ଗୋଟିଏ ପୁଡ଼ିଆରେ କିଛି ଔଷଧ ଦେଲେ ଏବଂ ତା ସହିତ ସେହି ପୁଡ଼ିଆ ଭିତରେ ଗୋଟିଏ କାଗଜରେ ଶ୍ରୀମଦ୍ ଭଗବତ୍ ଗୀତାର ଗୋଟିଏ ଶ୍ଲୋକ ଲେଖି ତାକୁ ଲୁଚାଇ ପୁଡ଼ିଆଟିକୁ ସୈନିକଟିକୁ ଧରାଇ ଦେଲେ। ସୈନିକ ଜଣକ ପୁଡ଼ିଆଟିକୁ ଧରି ଘରକୁ ଆସିଲା। ସେ ଘରକୁ ପ୍ରବେଶ କରିବା ମାତ୍ରେ ତାର ସ୍ତ୍ରୀ ରୂପରେ ଥିବା ଡାହାଣୀଟି ବାରମ୍ବାର ତାକୁ ତାଗିଦ କଲା, ଘରେ ପଶ ନାହିଁ, ଘରେ ପଶ ନାହିଁ। ସେ ପୁଡ଼ିଆଟିକୁ ବାହାରେ ଫୋପାଡ଼ିକି ଆସ, ନହେଲେ ମୁଁ ଏ ଘରେ ରହିବିନି। ସୈନିକ ଜଣକ ଟିକେ ଭୟ ପାଇଗଲା। ତଥାପି ସେ ଜାଣିପାରିଲା ଯେ ଏହି ଔଷଧରେ କିଛି କରାମତି ଅଛି। ତାର ସ୍ତ୍ରୀ ରୂପୀ ଡାହାଣୀର ତ କରାମତି ସେ ଗତକାଲି ରାତିରେ ଦେଖିଥିଲା। ତେଣୁ ସେ ଭୟ ନ କରି ସ୍ଥିର ହୋଇ ରହିଲା। ତା ସ୍ତ୍ରୀଟି ଯେତେ ଯାହା କହିଲେ ବି ସେ କୌଣସି ମତେ ସେ ପୁଡ଼ିଆଟିକୁ ନିଜ ପକେଟରୁ ବାହାର ହିଁ କଲା ନାହିଁ। ଏହି ସମୟରେ ତାର ସ୍ତ୍ରୀ ରୂପୀ ଡାହାଣୀ ବହୁତ ଗର୍ଜନ କଲା, ଚିଲେଇଲା। ସେତେବେଳକୁ ସେ ତାର ନିଜ ଡାହାଣୀ ରୂପରେ ପରିବର୍ତ୍ତିତ ହୋଇସାରିଥାଏ। ଏସବୁ ଦେଖି ଯୁବକ ଜଣକ କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲା, କିନ୍ତୁ ନିଜ ମନକୁ ସେ ଆୟତ୍ତ କରିନେଲା। ଏହାପରେ ସେହି ଡାହାଣୀଟି ସେ ଘରଟିକୁ ଛାଡ଼ି ଅର୍ଥାତ୍ ସୈନିକର ଘର ଛାଡ଼ି ସବୁଦିନ ପାଇଁ ପଳେଇଲା। ସୈନିକ ଏହା ଦେଖି ଆଶ୍ୱସ୍ତ ହେଲା ଏବଂ
ସେହି ଔଷଧଟି କ'ଣ ଜାଣିବା ପାଇଁ ସେ ପୁଡ଼ିଆଟିକୁ ଖୋଲିଲା। ଖୋଲିଲା ପରେ ଦେଖିଲା ଯେ ସେଥିରେ ଯାହା ଔଷଧ ତ ଅଛି, କିନ୍ତୁ ତା ସହିତ ଗୋଟିଏ କାଗଜ ମୋଡ଼ାମୋଡ଼ି ହୋଇ ଅଛି। ସେ କାଗଜଟି ଖୋଲିଲା ପରେ ଦେଖିଲା ସେଥିରେ ଭଗବତ ଗୀତାର ଗୋଟିଏ ଶ୍ଲୋକ ଲେଖା ହୋଇଅଛି। ସେହି ଶ୍ଲୋକଟି ଦ୍ୱାରା, ସେହି ଶ୍ଲୋକଟିର ଶକ୍ତି ଦ୍ୱାରା ସେ ଡାହାଣୀଟି ତାର ଘର ଛାଡ଼ି ପଳାଇଛି। ସେ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲା ଏବଂ ଜାଣିପାରିଲା ଯେ ମନ୍ତ୍ର, ଶ୍ଲୋକ ଏସବୁର ନିଶ୍ଚିନ୍ତ ଭାବରେ ମାହାତ୍ମ୍ୟ ଅଛି। ତାହା ପରଠାରୁ ସେ ନିଜ ଜୀବନରେ ପରିବର୍ତ୍ତନ ଆଣିଲା ଏବଂ ଭଗବାନଙ୍କ ନିକଟରେ ସବୁବେଳେ ନିଜକୁ ସମର୍ପିତ ରଖିଲା। ବନ୍ଧୁଗଣ, ମନ୍ତ୍ର ଏବଂ ଶ୍ଲୋକ ହେଉଛି ଈଶ୍ୱରଙ୍କୁ ଡାକିବାର ଗୋଟିଏ ଗୋଟିଏ ମାଧ୍ୟମ। ଈଶ୍ୱର ସାରା ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଏବଂ ତାଙ୍କର ଅଂଶ ଆମ ଶରୀର ଭିତରେ ଆତ୍ମା ରୂପରେ ଅଛି। ତେଣୁ ଏହି ଆତ୍ମାକୁ ସାରା ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ପରମାତ୍ମାଙ୍କ ସହିତ ଯୋଡ଼ିବା ପାଇଁ ଏକ ଧ୍ୱନି ବା ନାଦ ବା ଅକ୍ଷରର ଆବଶ୍ୟକତା ଅଛି। ତାହା ହେଉଛି ମନ୍ତ୍ର। ଏହି ମନ୍ତ୍ର ସାଧାରଣତଃ ବୀଜମନ୍ତ୍ର ହୋଇଥାଏ କିମ୍ବା ନାମମନ୍ତ୍ର ହୋଇଥାଏ। ବୀଜମନ୍ତ୍ର ଏକ ଧ୍ୱନି ଏବଂ ନାମ ମନ୍ତ୍ରର କୌଣସି ଈଶ୍ୱରଙ୍କ ସହିତ ଜଡ଼ିତ, ଯାହାର କି କିଛି ଅର୍ଥ ଥାଏ। ଆମେ ସେହି ଈଶ୍ୱରଙ୍କୁ ମନ୍ତ୍ର ଦ୍ୱାରା ନମସ୍କାର କରିଥାଉ। ମଣିଷକୁ ଛାଡ଼ିଦେଲେ ଆଉ ସମସ୍ତ ପ୍ରାଣୀ ଏବଂ ବୃକ୍ଷଲତା ଇତ୍ୟାଦି ବିଭିନ୍ନ ପ୍ରକାରର ନାଦ ଦ୍ୱାରା, ଧ୍ୱନି ଦ୍ୱାରା ପରସ୍ପର ସହିତ ସମ୍ବାଦ ବିନିମୟ କରିଥାନ୍ତି। କୀଟ ପତଙ୍ଗ ମଧ୍ୟ କୌଣସି ଗୁଞ୍ଜରଣ ଦ୍ୱାରା ସେମାନଙ୍କ ଭିତରେ ଖବର ପହଞ୍ଚାଇଥାନ୍ତି। କେବଳ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏକି ବ୍ୟାକରଣ, ଅକ୍ଷର ଇତ୍ୟାଦି ଦ୍ୱାରା କୌଣସି ଧ୍ୱନିର ଅର୍ଥକୁ ବାହାର କରିଥାଏ ଏବଂ ସେହି ଅର୍ଥ ଅନୁସାରେ ଶବ୍ଦ ତିଆରି କରି ପରସ୍ପର ସହିତ ମଣିଷମାନେ କଥାବାର୍ତ୍ତା ହୁଅନ୍ତି। ଈଶ୍ୱରଙ୍କୁ ପାଇବା ପାଇଁ ବିଭିନ୍ନ ପ୍ରକାରର ପୂଜା ବିଧିବିଧାନ ଅଛି, କିନ୍ତୁ ପ୍ରତ୍ୟେକ ମଣିଷ ପକ୍ଷରେ ଏହା କରିବା ସମ୍ଭବ ନୁହେଁ। ସଂସ୍କୃତ ଏକ ଦେବଭାଷା, ତେଣୁ ପ୍ରତ୍ୟେକ ମନ୍ତ୍ର ବା ଶ୍ଲୋକ ସଂସ୍କୃତରେ ଲିଖିତ ଏବଂ ଏହାର କୌଣସି ନା କୌଣସି ଅର୍ଥ ଥାଏ। ସମସ୍ତେ ଏହି ଅର୍ଥକୁ ବୁଝିପାରିବେ ନାହିଁ। ଅନେକ ଲୋକ ବିଷ୍ଣବେ ନମଃ, ପୁଣି କେତେକ ଲୋକ ବିଷ୍ଣାୟ ନମଃ ଏଭଳି ମଧ୍ୟ କହିଥାନ୍ତି। କେତେଜଣ ଲୋକ ବ୍ରହ୍ମଣେ ନମଃ ଏବଂ ଅନ୍ୟ କେତେକ ବ୍ରହ୍ମାୟ ନମଃ ମଧ୍ୟ କହିଥାନ୍ତି। ଯଦି ଈଶ୍ୱରଙ୍କଠାରେ ଆମେ ଭକ୍ତି ରଖିବା, ତାହେଲେ ଏସବୁ ମନ୍ତ୍ର ସମାନ ହୋଇଯାଇପାରେ। କିନ୍ତୁ ଯେତେବେଳେ ଆମେ ସାଧନାର ଗଭୀର ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା କରିବା, ସେତେବେଳେ ଶୁଦ୍ଧ ବ୍ୟାକରଣ ସହିତ ଉଚ୍ଚାରଣ ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ, ଯାହାଦ୍ୱାରା ଆମେ ଈଶ୍ୱରଙ୍କଠାରେ ନିଜର ସମ୍ପର୍କ ରକ୍ଷା କରିପାରିବା। ଯାହା ବ୍ରହ୍ମାଣ୍ଡରେ ଅଛି ତାହା ଏହି ପିଣ୍ଡରେ ଅର୍ଥାତ୍ ମଣିଷ ଶରୀରରେ ଅଛି। ତେଣୁ ଯେଉଁ ଧ୍ୱନି ବାହାରେ ଅର୍ଥାତ୍ ବ୍ରହ୍ମାଣ୍ଡରେ ଗୁଞ୍ଜରିତ ହେଉଛି, ସେହି ଧ୍ୱନି ଶରୀରରେ ମଧ୍ୟ ଅଛି। ଯଦି ଆମେ ଦୁଇଟି ଯାକ ଧ୍ୱନିକୁ ଏକାଠି ସଂଯୋଗ କରିବାକୁ ଚାହିଁବା, ତେବେ ସେହି ଧ୍ୱନିର ବୀଜମନ୍ତ୍ର ବା ଅକ୍ଷରକୁ ଆମେ ବାହାରେ ଥିବା ତତ୍ତ୍ୱ ସହିତ ଯେଉଁ କୋଣରେ ଅବସ୍ଥିତ, ସେହି କୋଣରେ ଯଦି ଆମେ ତାହାକୁ ନିକ୍ଷେପ କରିବା ବା ଉଚ୍ଚାରଣ କରିବା, ତାହାହେଲେ ସେ ଯାଇ ବାହାରେ ଥିବା ସେହି ଧ୍ୱନିକୁ ସ୍ପର୍ଶ କରିପାରିବ। ତେଣୁ ପ୍ରତ୍ୟେକ ମନ୍ତ୍ରର ନିଜର କୌଣସି ନା କୌଣସି ନୀତି ନିୟମ ରହିଥାଏ। ଶାସ୍ତ୍ରରେ 108 ସଂଖ୍ୟାର ବହୁତ ମହତ୍ତ୍ୱ ରହିଛି। କହିପାରିବେ କାହିଁକି ସାଧାରଣତଃ 108 ଥର ମନ୍ତ୍ର ଜପିବା ପାଇଁ କୁହାଯାଇଥାଏ? 12ଟି ରାଶି ଏବଂ 9ଟି ଗ୍ରହ, 12 ଗୁଣନ 9 ହେଉଛି 108। କୌଣସି ବ୍ୟକ୍ତିର ଯଦି କୌଣସି ଗୋଟିଏ ରାଶି ହୋଇଥାଏ, ତେବେ ଆମେ କହିପାରିବା ନାହିଁ ଯେ କେବଳ ସେହି ରାଶି ତତ୍ତ୍ୱ ତା ଦେହରେ ଅଛି, ବରଂ ବାକି 11ଟି ରାଶିର କିଛି କିଛି ତତ୍ତ୍ୱ ମଧ୍ୟ ତା ଦେହରେ ରହିଛି। 9ଟି ଗ୍ରହ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ, ଆତ୍ମାକୁ ସଞ୍ଚାଳିତ କରିଥାନ୍ତି। ତେଣୁ ଯଦି 108 ଥର ମନ୍ତ୍ର ଜପ କରାଯାଏ, ତାହାହେଲେ ସମ୍ପୂର୍ଣ୍ଣ ଶରୀର ଏବଂ ଆତ୍ମାରେ ସେହି ଧ୍ୱନି ଗୁଞ୍ଜରିତ ହୋଇଥାଏ। ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାରରେ ମନ୍ତ୍ର ଜପ କରୁଛନ୍ତି। ଛୋଟ ଛୋଟ ପିଲାମାନେ ମଧ୍ୟ ଅନେକ ଗୁଡ଼ିଏ ଶ୍ଲୋକ ବୋଲୁଛନ୍ତି, କିନ୍ତୁ ପ୍ରତ୍ୟେକ ମନ୍ତ୍ରର ନିଜସ୍ୱ ଛନ୍ଦ, ଶୈଳୀ, ଯତିପାତ ଏବଂ ଆସନ ଶୁଦ୍ଧି ରହିଥାଏ। ଏସବୁ ନ ଜାଣି ଯଦି ଆମେ କୌଣସି ମନ୍ତ୍ରକୁ ଗାନ କରୁଛେ, ତାହାହେଲେ ସେ ମନ୍ତ୍ରର କ୍ଷତିକାରୀ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଭାରତରେ
ଅଲଗା ଅଲଗା ଦେବଦେବୀଙ୍କର ଅଲଗା ଅଲଗା ମନ୍ଦିର ରହିଥାଏ। ପ୍ରତ୍ୟେକ ମନ୍ଦିରରେ ପ୍ରତ୍ୟେକ ଦେବତାଙ୍କର ବା ଦେବୀଙ୍କର ନିଜସ୍ୱ ମନ୍ତ୍ର ରହିଥାଏ। ଏହା ସେହି ବାୟୁମଣ୍ଡଳରେ ଗୁଞ୍ଜରିତ ହୋଇଥାଏ। ଯଦି ଆମେ ହନୁମାନଙ୍କ ମନ୍ଦିରରେ ଅନ୍ୟ କୌଣସି ଦେବଦେବୀଙ୍କର କିମ୍ବା ଶିବଙ୍କ ମନ୍ଦିରରେ ଅନ୍ୟ କୌଣସି ଦେବଦେବୀଙ୍କର ମନ୍ତ୍ର ଜପ କରିବା, ତାହାହେଲେ ନିଶ୍ଚିନ୍ତ ଭାବରେ ଏହା ବାୟୁମଣ୍ଡଳରେ ଏକ ବିଭ୍ରାଟ ସୃଷ୍ଟି କରିବ ଏବଂ ଦୁଷ୍ପ୍ରଭାବ ଦେଖାଦେବ। ଆମେମାନେ କେବେ ହେଲେ ବି ତୁଳସୀ ସମର୍ପଣ କଲାବେଳେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିପାରିବା ନାହିଁ କିମ୍ବା ବେଲପତ୍ର ଦେଲାବେଳେ ଶାନ୍ତାକାରଂ ଭୁଜଗଶୟନଂ ମନ୍ତ୍ର ଜପ କରିପାରିବା ନାହିଁ। କାରଣ ପ୍ରତ୍ୟେକ ମନ୍ତ୍ର ତତ୍ତ୍ୱ ସହିତ ଯେକୌଣସି ଜଡ଼ ହଉ ବା ଜୀବ ହଉ ଏହାର ତତ୍ତ୍ୱର ସାମଞ୍ଜସ୍ୟତା ରହିଥାଏ। ପ୍ରତ୍ୟେକ ମନ୍ତ୍ରର ନିଜସ୍ୱ ତାପମାତ୍ରା, ଚାପ ଏବଂ ପ୍ରଗାଢ଼ତା ରହିଥାଏ, ଯାହାଦ୍ୱାରା ଏହା ଏକ ତରଙ୍ଗ ଗତିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ। ତେଣୁ ମନ୍ତ୍ରକୁ ଯଦି ଆମେ ସଠିକ୍ ଭାବରେ ଉଚ୍ଚାରଣ ନ କରିବା, ତାହାହେଲେ ଏହାଦ୍ୱାରା ଯେଉଁ ଆବଶ୍ୟକୀୟ କାର୍ଯ୍ୟ ସାଧନ ହେବା ଉଚିତ ତାହା ହୋଇପାରି ନଥାଏ। ପ୍ରତ୍ୟେକ ମନ୍ଦିରରେ ଅନେକ ଲୋକ ବିଭିନ୍ନ ପ୍ରକାରର ଆବଶ୍ୟକତା ଭଗବାନଙ୍କୁ ମାଗିଥାନ୍ତି। ଯେତେବେଳେ ମନ୍ଦିରରେ ମନ୍ତ୍ର ଉଚ୍ଚାରିତ ହୋଇଥାଏ କିମ୍ବା ମନ୍ଦିରରେ ଯେତେବେଳେ ଘଣ୍ଟି ବାଜିଥାଏ, ସେହି ଘଣ୍ଟିର ଗୁଞ୍ଜନରେ ଯେଉଁ ବୀଜମନ୍ତ୍ର ହୋଇଥାଏ, ତାହା ମନ୍ଦିରର ବାତାବରଣକୁ ଶୁଦ୍ଧ କରିଥାଏ। ତେଣୁ ଯେତେବେଳେ କୌଣସି ଭକ୍ତ ମନ୍ଦିରକୁ ପ୍ରବେଶ କଲାବେଳେ ଘଣ୍ଟି ବଜାଇଥାଏ, ତାହା ଆଗରୁ ମନ୍ଦିରରେ ଯେଉଁ ଭକ୍ତମାନେ ରହିଥାନ୍ତି, ସେମାନେ ଯେଉଁ ଯାଚନା କରିଥାନ୍ତି, ତାହା ବାୟୁମଣ୍ଡଳରେ ଯାହା ଗୁଞ୍ଜରଣ ସୃଷ୍ଟି କରିଥାଏ, ଘଣ୍ଟି ବାଦନ ଦ୍ୱାରା ତାହା ଶୁଦ୍ଧ ହୋଇଯାଇଥାଏ ଏବଂ ଈଶ୍ୱର ଏବଂ ଭକ୍ତ ମଧ୍ୟରେ ଯେଉଁ ପାର୍ଥକ୍ୟ ଥାଏ ତାହା ଦୂରୀଭୂତ ହୋଇଥାଏ। ବାହାରେ ଅନେକ ଗୁଡ଼ିଏ ମନ୍ଦିର ରହିଛି, ତଥାପି ମଧ୍ୟ ଆମେ ନିଜ ଘରେ ଗୋଟିଏ ଛୋଟିଆ ମନ୍ଦିର କରି ଅନେକ ଠାକୁରଙ୍କୁ ସ୍ଥାନ ଦେଇଛେ। ଏହାର ଅର୍ଥ ହେଉଛି ଆମ ଶରୀର ରୂପୀ ମନ୍ଦିରରେ ଆମେ ଈଶ୍ୱରଙ୍କୁ ସ୍ଥାନ ଦେବା ଉଚିତ। ବ୍ରହ୍ମାଣ୍ଡରେ ଯେଉଁ ଈଶ୍ୱରୀୟ ତତ୍ତ୍ୱ ରହିଛି, ମନ୍ତ୍ର ଶକ୍ତି ଦ୍ୱାରା ବା ଶ୍ଲୋକ ଦ୍ୱାରା ଶରୀରରେ ଥିବା ଈଶ୍ୱର ତତ୍ତ୍ୱ ସହିତ ତାହା ସଂଯୋଗ ହୋଇପାରିବ। କୁହାଯାଏ, ରାମଙ୍କ ଠାରୁ ରାମଙ୍କର ନାମ ଶ୍ରେଷ୍ଠ। ଆମେ ଯଦି ରାମଙ୍କୁ ଜଣେ ବ୍ୟକ୍ତି ବିଶେଷ ଭାବରେ ଦେଖିବା, ତାହେଲେ ସେ ହେଉଛନ୍ତି ଦଶରଥ ନନ୍ଦନ ରାଜା ଶ୍ରୀରାମଚନ୍ଦ୍ର। କିନ୍ତୁ ରାମ ଯେଉଁ ଶବ୍ଦଟି ବା ଯେଉଁ ଧ୍ୱନି, ତାହା ପରମାତ୍ମାଙ୍କର ସ୍ୱରୂପ। ପ୍ରତ୍ୟେକ ଆତ୍ମା ଭିତରେ ଜଣେ ଜଣେ ଆତ୍ମାରାମ ରହିଥାଏ। ମନ୍ତ୍ର ଦ୍ୱାରା ଶରୀରରେ ଥିବା ସମସ୍ତ ଚକ୍ର ଏବଂ ସମସ୍ତ ନାଡ଼ୀକୁ ଜାଗ୍ରତ କରିହୁଏ, ଯାହାଦ୍ୱାରା ଶାରୀରିକ ସୁସ୍ଥତା ଆସିଥାଏ, ବୌଦ୍ଧିକ ବିକାଶ ହୋଇଥାଏ, ଆମର ସ୍ନାୟୁତନ୍ତ୍ରର ବିକାଶ ଘଟିଥାଏ। ଏହା ସହିତ ଆଧ୍ୟାତ୍ମିକ ଦିଗ ବା ଆଧ୍ୟାତ୍ମିକ ରାସ୍ତା ପରିଷ୍କାର ହୋଇଯାଇଥାଏ। ଆଜିକାଲି ସମ୍ପ୍ରଦାନ ଶବ୍ଦର ଅର୍ଥ ବିଭିନ୍ନ ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ସମ୍ପ୍ରଦାନର ପ୍ରକୃତ ଅର୍ଥ ହେଉଛି ପ୍ରଦାନ କରିବା। ତେଣୁ ଗୋଟିଏ ମନ୍ତ୍ରକୁ ଯେତେବେଳେ ଗୁରୁ ନିଜର ପରବର୍ତ୍ତୀ ପିଢ଼ିରେ ଥିବା ଶିଷ୍ୟମାନଙ୍କୁ ଦୀକ୍ଷା ସ୍ୱରୂପ ପ୍ରଦାନ କରିଥାନ୍ତି, ସେତେବେଳେ ଏହାକୁ ସମ୍ପ୍ରଦାନ କୁହାଯାଏ। କୌଣସି ମନ୍ତ୍ର ବା କୌଣସି ଶ୍ଲୋକକୁ ପାଠ କରିବା ବା ଦୀକ୍ଷା ନେଇ ଗ୍ରହଣ କରିବା ଦ୍ୱାରା ନିହାତି ଭାବରେ ସେ ମନ୍ତ୍ରର ଯେଉଁ ମାହାତ୍ମ୍ୟ, ତାହା ଆମେମାନେ ଜାଣିପାରିବା। ତେବେ ପ୍ରତ୍ୟେକ ମନ୍ତ୍ର କୌଣସି ନା କୌଣସି ଗୁରୁଙ୍କ ଠାରୁ, ଯିଏକି ସେହି ମନ୍ତ୍ରରେ ନିଜକୁ ଶ୍ରେଷ୍ଠ ଭାବରେ ବିବେଚିତ କରିଛନ୍ତି ବା ସେହି ମନ୍ତ୍ରକୁ ସେ ବାରମ୍ବାର ଅଭ୍ୟାସ କରିଛନ୍ତି, ସେଭଳି ଗୁରୁଙ୍କ ଠାରୁ ମନ୍ତ୍ରଟି ଦୀକ୍ଷା ନେଇ ଆମେ ମନ୍ତ୍ରକୁ ଜପ କରିବା ଆବଶ୍ୟକ। ବିନା ଗୁରୁରେ କୌଣସି ସାଧନା ସମ୍ଭବ ହୋଇନଥାଏ। ପ୍ରତ୍ୟେକ ମଣିଷ ଜୀବନରେ ମନ୍ତ୍ରତନ୍ତ୍ର ଏବଂ ଯନ୍ତ୍ର ତଥା ଶ୍ଲୋକ ଏସବୁର ଆବଶ୍ୟକତା ନିହାତି ଭାବରେ ରହିଛି। ଏହି ଉପରେ ଭିଡ଼ିଓଟି ଥିଲା ଗୋଟିଏ ଛୋଟିଆ ପ୍ରସ୍ତୁତି। ଭଲ ଲାଗିଥିଲେ କମେଣ୍ଟରେ ନିଶ୍ଚୟ ଜଣାଇବେ।